परी दिसे मन देई देखिबा फरक देखि चिनिबा ताकु आमे मने रखिबा आमे मने रखिबा रंग रंगिया जिनिस केते चारि पाखरे अछि रंग सबकु जानि पारिले परिबा आमे पाछि रे परिबा आमे पाछि परिबा आमे पाछि रे परिबा आमे पाछि। ପିଲାମାନେ ତୁମେମାନେ ତୁମ ଚାରିପଟରେ ଅନେକ ଜିନିଷ ଦେଖିଥିବ। ବିଭିନ୍ନ ଆକାରର ଜିନିଷ ଦେଖିଥିବ। କିଏ ବଡ଼, କିଏ ଛୋଟ, କିଏ ଦେଖିବାକୁ ଆକାରରେ ବଡ଼, କିଏ ଓଜନରେ ବହୁତ, ତୁଳା, ଲୁହା, ମାଟି, କାଠ, ପଥର, ଏମିତି ଅନେକ ଜିନିଷ ତମମାନେ ଦେଖିଥିବ। ପିଲେ, ସମସ୍ତେ କ'ଣ ଦେଖିବାକୁ ସମାନ କି? ଜମା ନୁହଁ। ଏଇ ଯେମିତି ତୁମ ଘରେ ଥିବା ରେଡିଓ ଯେମିତି ତୁମ ଘରେ ଟିଭି ସେମିତି ନୁହଁ। ତୁମ ଘରେ ଥିବା ଖଟ ଯେମିତି ଚେୟାର ସେମିତି ନୁହଁ। ତୁମ ବାପା ଧରୁଥିବା ମୋବାଇଲ ଯେମିତି ଲାପଟପ୍ ସେମିତି ନୁହଁ। ଏମିତି ଅନେକ ଗୁଡ଼ିଏ ଜିନିଷ ଅଛି ଯାହା ଦେଖିବାକୁ ସମାନ ନୁହଁ। ଇଟା, ଲୁହା, ଟଙ୍କାକିଆ, 2 ଟଙ୍କିଆ, 5 ଟଙ୍କିଆ ମୁଦ୍ରା, ବହି, ଖାତା, ବିଭିନ୍ନ ପ୍ରକାରର ଫଟୋ, ବାକ୍ସ, ଟେବୁଲ, ଚେୟାର, ଏ ସବୁ ଜିନିଷ ଦେଖିବାକୁ ଅଲଗା ଅଲଗା ପ୍ରକାରର। ସେଇଭଳି ତୁମମାନଙ୍କୁ ବିଭିନ୍ନ ପ୍ରକାରର ଆକୃତି ମୁଁ ଦେଖେଇବି। ଆଜି ସେଇ ଅଧ୍ୟାୟରେ ଆମେ ମଜାଦାର ଖେଳଟିଏ ଖେଳିବା। କେଉଁ ଆକୃତି କାହା ସହିତ ସମାନ ତମମାନେ ଚିହ୍ନଟ କରିବ। ତାହେଲେ ଆମେ ଖେଳକୁ ଯିବା। ଏଇ ଦେଖ, କ'ଣ ଦେଖୁଛ ଏଥିରେ? କେତେ ଗୋଟି ଜିନିଷ ଅଛି ଦେଖ। ଅନେକ ଗୁଡ଼ିଏ ଅଛି ନୁହେଁ କି? କ'ଣ କ'ଣ ଅଛି ଦେଖିବା, ସବୁ ଟିକେ ଭଲ ଭାବରେ ତାକୁ ଚିହ୍ନଟ କରିବା। ଏଇଠି ଇଏ ଗୋଟେ ଜିନିଷ ଅଛି, ଇଏ ଗୋଟେ ଅଛି, ଏଠି ଗୋଟେ, ଇଏ ଗୋଟେ, ଏମିତି ଅନେକ ଗୁଡ଼ିଏ ଜିନିଷ ଅଛି। ମତେ ବର୍ତ୍ତମାନ କୁହ, କେଉଁ ଜିନିଷ କାହା ପରିକା? କିଏ କିଏ ଦେଖିବାକୁ ଏକା, ତାକୁ ଟିକେ ଆମେ ଚିହ୍ନଟ କରିବା। ଆଚ୍ଛା, ପ୍ରଥମେ ଆମେ ଏଇ ଜିନିଷଟାକୁ ଯିବା। ଏଇଟା କାହା ସହିତ ସମାନ କହିଲ? ଏଇଟା 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 ଏହା ସହିତ ନାଇଁ, ଏଇଠି ଅଛି। ତାହେଲେ ଏଇଟି ଏଇ ଜିନିଷ ଦୁଇଟି ଦେଖିବାକୁ ଏକା ପରିକା, ଆକାରରେ ଏକା ପରିକା। ଜାଣିଗଲେ? ଠିକ ସେମିତି ଏଇଟା କାହା ସହିତ? ହଁ, ସୁନ୍ଦର କଥା, ଏଇ ସହିତ ସମାନ। ଆଚ୍ଛା, ଏଇଟା କାହା ସହିତ ସମାନ? ବଢିଆ କଥା, ଏଇ ଦେଖ, ଏକା ପରିକା। ପୁଣି ଏଇଟା 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 ଏଇଟା, ହଁ, ଖୁବ ସୁନ୍ଦର, ଆ ସହିତ ସମାନ। ଆଉ ଏଇଟା କ'ଣ ଭଳି ହେଇଛି? ତୁମେ ଏମିତି ଖେଳନି କି? ହଁ, ରିଙ୍ଗ ବଲ୍ ଭଳି ହେଇଛି ନାଇଁ କି? ହଁ, ଭେରି ଗୁଡ, ଆ ସହିତ ସମାନ। ଠିକ ଅଛି, ଏଇଟା କାହା ସହିତ ସମାନ? ଆ ସହିତ ସମାନ। ହଁ କି ନାଇଁ? ଦେଖିଲ କି ନାଇଁ? ଆଚ୍ଛା, ଠିକ ଏଇଟା ପୁଣି ଏଇଟା କାହା ସହିତ ସମାନ? ଆ ସହିତ ସମାନ। ବୁଝିଗଲେ ଏଥର? ଭଲ ଲାଗିଲା କି ନାଇଁ? ଆଚ୍ଛା, ଏଥର ତମମାନେ ଏମିତି ବିଭିନ୍ନ ବସ୍ତୁକୁ ଆଣିବ, ପାଖରେ ରଖିବ, କିଏ ଅଲଗା କିଏ ସମାନ ତାକୁ ଦେଖିବ। ଆଉ ଗୋଟେ କଥାକୁ ଯିବା ତାହେଲେ। କେଡ଼େ ସୁନ୍ଦର ଦିଶୁଛି କି ନାଇଁ? ଖୁବ ରଙ୍ଗୀନ ହେଇଛି, ହଁ କି ନାଇଁ? ହଁ ପିଲାମାନେ, ଆଚ୍ଛା, ଆମେ ରଙ୍ଗ ଏବେ ଚିହ୍ନିବା। କେଉଁ ଆକାରରେ କେଉଁ ରଙ୍ଗ ଦିଆଯାଇଛି? ଆଚ୍ଛା, ମତେ କୁହ, ଏଇଠି କେଉଁ ରଙ୍ଗ ଦିଆଯାଇଛି? ସେଇ ରଙ୍ଗ ଆଉ କୋଉଠି ଅଛି କହିଲ? ଏଇ ରଙ୍ଗ ଆଉ କୋଉଠି ଅଛି? ଭେରି ଗୁଡ, ଖୁବ ସୁନ୍ଦର, ଏଇଠି ଅଛି। ଏଇ ରଙ୍ଗଟି କ'ଣ? କମଳା ଲେମ୍ବୁ ପରି ଲାଲ, ନୁହେଁ କି? ନାରଙ୍ଗୀ ରଙ୍ଗ, କମଳା ଲେମ୍ବୁ ରଙ୍ଗ। ଆଚ୍ଛା, ଠିକ ଅଛି। ଆଚ୍ଛା, ଏଇ ରଙ୍ଗଟି ଆକାଶକୁ ଦେଖିଛ? ଆକାଶ ଠିକ ଏମିତି ଦେଖାଯାଏ କି ନାଇଁ? ହଁ, ଏଇଟା ହଉଛି ନୀଳ ରଙ୍ଗ। ଆଚ୍ଛା, ତାହେଲେ ଏଇଟାକୁ କ'ଣ କହିବା? ଏଇ ଦୁଇଟି ରଙ୍ଗକୁ କ'ଣ କହିବା? ଘନ ନୀଳ। ଠିକ ଅଛି, ଘନ ନୀଳ ରଙ୍ଗ ବୋଲି କହିବା। ଆଚ୍ଛା, ଏଇଟି କି ରଙ୍ଗ? ଆଉ ଏଇଭଳି ରଙ୍ଗ କୋଉଠି ଅଛି? ଆଉ ଦେଖିଲ, ଅଣ୍ଡାଳିଲ, ଖୋଲିଲ, ଖୋଜିଲ ଖୋଜିଲ ଖୋଜିଲ। ଏଇଠି ଅଛି। ଇଏ ହଉଛି ସବୁଜ ରଙ୍ଗ। କ'ଣ ହେଲା? ସବୁଜ ରଙ୍ଗ। ଆଚ୍ଛା, ମତେ ଖୋଜିକି କହିଲ, ଧଳା ରଙ୍ଗ କୋଉଠି ଅଛି? ଏଇଟା ଧଳା? ଏଇଟା ଏଇଟା ନାଇଁ, ସୁନ୍ଦର କଥା, ଏଇ ଦୁଇ ଜାଗାରେ ଧଳା ରଙ୍ଗ ଅଛି। ଚିହ୍ନି ପାରିଲ ରଙ୍ଗ ଏଥର ଧଳା ରଙ୍ଗକୁ? ଭେରି ଗୁଡ। ତାପରେ ଏଇ ଦୁଇଟି ରଙ୍ଗ କ'ଣ କହିଲ? ହଳଦିଆ। ହଳଦିଆ ଅଛି? ହଁ। ଆଚ୍ଛା,
ତାପରେ ରହିଲା ଆଉ କିଏ? ଏଇଟାକୁ କ'ଣ କହିବା? ଏଇ ରଙ୍ଗଟିକୁ କ'ଣ କହିବା? ଏଇଟାକୁ କ'ଣ କହିବା? ଖଇରିଆ ରଙ୍ଗ କହିବା। ଖଇରିଆ ରଙ୍ଗ ହେଲା। ଗାଢ଼ ଧୂସର ରଙ୍ଗ ଏଟା ବା ଖଇରିଆ ରଙ୍ଗ। ଆଚ୍ଛା, ଏଇ ରଙ୍ଗ ଯୋଉ ଅଛି, ଏଇ ରଙ୍ଗ ପରିକା ଆଉ କୋଉଠି ଅଛି? ହଁ, ଖୁବ୍ ସୁନ୍ଦର, ଏଇଠି ଅଛି। ଇଏ ହଉଛି କ'ଣ? ବାଇଗଣୀ ରଙ୍ଗ। ବୁଝିହେଲା? ବାଇଗଣୀ ରଙ୍ଗ। ଠିକ୍ ଅଛି ପିଲାମାନେ, ତମେ ଆକାର ମାପିଦେଲ, କିଏ କେମିତି ଦେଖାଯାଉଛି ଜାଣିଲ, ରଙ୍ଗ ସବୁ ଜାଣିଲ। ଏବେ ନୂଆ କଥାଟିଏ ଦେଖିବା। ଏଇଠି ଦେଖ, କ'ଣ ଦେଖୁଛ? କେଉଁ ଆକାର କାହା ପରିକା? କିଏ ଦେଖିବାକୁ କାହା ପରିକା? ଟିକେ ମତେ କହିଲ, ସହଜରେ କହିଦବ, ସାଙ୍ଗେ ସାଙ୍ଗେ କହିଦବ। ଠିକ୍ ଅଛି। ଆଚ୍ଛା, ଏଇଟା କାହା ପରିକା? ଭେରି ଗୁଡ୍, କାହା ପରିକା? ଏଇଟା କାହା ପରିକା? ହଁ, ସୁନ୍ଦର। ଏଇଟା କାହା ପରିକା? ହଁ, ବହୁତ ସୁନ୍ଦର। ଆଉ ଏଇଟା? ହଁ, ଆ ପରିକା ଦେଖିବାକୁ। ଏବେ ତମେ ଜାଣିଗଲ। କହିପାରିବ ଏବେ ରଙ୍ଗ କୋଉ ରଙ୍ଗ କେମିତିକା? ଏବେ କୁହ, ଏଇଟାକୁ କ'ଣ କହିଥିଲି? କ'ଣ କହିଥିଲି? ଖଇର ରଙ୍ଗ ବା ଗାଢ଼ ଧୂସର ରଙ୍ଗ କହିଥିଲି। ଏଇଟାକୁ କହିଥିଲି କ'ଣ? ଘନ ନୀଳ ରଙ୍ଗ। ଏଇଟା କ'ଣ କହିଥିଲି? କହିଛି କି ଏଇଟା? ଏଇଟା ହଉଛି ଗୋଲାପୀ ରଙ୍ଗ। ଗୋଲାପୀ ରଙ୍ଗ ହେଇକି। ଆଉ ଏଇଟା ହଉଛି ଆକାଶୀ ରଙ୍ଗ, ଆକାଶ ପରିକା ନୀଳ ରଙ୍ଗ ଏଟା। ଏଇଟା ହଉଛି ଧଳା, ଏଇଟା ହଉଛି କ'ଣ? କମଳା ରଙ୍ଗ। ଆଉ ଏଇଠି ହଳଦିଆ, ଆଉ ଏଇଠି ସବୁଜ ରଙ୍ଗ। ଏଥର ଜାଣିପାରିଲ ପିଲାମାନେ? ଆଚ୍ଛା, ଏବେ ତମେ ମାନେ ଏଇ ଚିତ୍ରକୁ ଦେଖିବ, ନିଜେ ନିଜେ କିଏ କେଉଁ ରଙ୍ଗ କହିବ। ମୁଁ କେବଳ ଗୋଟିଏ ଦୁଇଟି ପ୍ରଶ୍ନ ତମକୁ ପଚାରିବି। ତମେ କହିଲ ସବୁଜ ରଙ୍ଗ କେତୋଟି ଜାଗାରେ ଅଛି? ସବୁଜ ରଙ୍ଗ? ହଁ, 1 2 3 4 5 6ଟି ଜାଗାରେ ଅଛି। ଏବେ କହିଲ ହଳଦିଆ ରଙ୍ଗ କେତୋଟି ଜାଗାରେ ଅଛି? ଏଠି ଅଛି, ଏଠି ଅଛି, ଏଠି ଅଛି, ଏଠି ଅଛି। 4ଟି ଜାଗାରେ ଅଛି। ଠିକ୍ ଅଛି। ଆଚ୍ଛା, କମଳା ଲେମ୍ବୁ ପରି ଯୋଉ ନାରଙ୍ଗୀ ରଙ୍ଗ କୁହାଯାଏ, ସେ କୋଉଠି ଅଛି? କେତେଟା ଜାଗାରେ ଅଛି? ଏଇଠି ଅଛି, 2 ଅଛି, 3 4, 4ଟି ଜାଗାରେ ଅଛି। ଆଚ୍ଛା, ନୀଳ ରଙ୍ଗ କୋଉଠି ଅଛି? 1 2 3 4। ଠିକ୍ ହେଇଗଲା। ହଳଦୀ ରଙ୍ଗ ଏଇଠି ମଧ୍ୟ ଗୋଟେ ଅଛି, ଆଉ ଧଳା ରଙ୍ଗ ଏଇ 2ଟା ଜାଗାରେ ଅଛି। ଠିକ୍ ଅଛି ପିଲାମାନେ? ଏଇଠି ତୁମେ ମାନେ ନିଜେ ନିଜେ ସମାନ ଆକାରର ଜିନିଷ କେତୋଟି ଅଛି ତାକୁ ଚିହ୍ନଟ କରିବ ଏବଂ ଚିହ୍ନଟ କରି ତମେ ଦିଦିଙ୍କୁ, ସାରଙ୍କୁ ବା ବଡ଼ ଭାଇ ଭଉଣୀକୁ ବା ମାଆଙ୍କୁ ବାପାଙ୍କୁ କହିବ। ହେଲା? ତମମାନଙ୍କ ପାଇଁ ଏଇଟା ଗୋଟେ କାମ ମୁଁ ଦେଲି ଏବଂ ଆଜିର ଆଲୋଚନାରୁ ତମମାନେ କ'ଣ ଶିଖିଲ? ବସ୍ତୁ ଗୁଡ଼ିକ ଏକାପରିକା ନୁହନ୍ତି ଏବଂ ଏକାପରିକା ବସ୍ତୁ ମଧ୍ୟ ଅଛନ୍ତି, ଯଥା ଇଟା। ଇଟା ଆମେ ପାଖରେ ପାଖରେ ରଖିଦେବା ଏକାପରିକା, କିନ୍ତୁ ଇଟା ରେଡିଓ ସହିତ ସମାନ ନୁହେଁ, ଟେଲିଭିଜନ ମୋବାଇଲ ସହିତ ସମାନ ନୁହେଁ, କମ୍ପ୍ୟୁଟର ଖଟ ସହିତ ସମାନ ନୁହେଁ। ଏବେ ବୁଝିହେଲା? ଏବଂ ରଙ୍ଗ ମଧ୍ୟ ବସ୍ତୁ ଗୁଡ଼ିକର ଅଲଗା ଅଲଗା। ମୁଁ ଭାବୁଛି ତମମାନେ ଏବେ ରଙ୍ଗ ବାବଦରେ ବହୁତ ଗୁଡ଼ିଏ କଥା ଜାଣିପାରିଲ। ରଙ୍ଗ ତମେ ଚିହ୍ନି ପାରିବ, ଆକାର ଅନୁସାରେ ବସ୍ତୁକୁ ଅଲଗା ଅଲଗା ମଧ୍ୟ କରିପାରିବ। ତମମାନଙ୍କ ପାଇଁ ଆଜିର ଆଲୋଚନା ଏତିକି। ଅନେକ କଥା ଜାଣିବା ପରବର୍ତ୍ତୀ ଭିଡିଓରେ। ତମମାନେ ମନ ଦେଇ ପଢୁଥାଅ। ଖୁସିରେ ଶିଖିବା ସମସ୍ତଙ୍କର ଅଧିକାର। ନମସ୍କାର।